यस गुड मॉर्निंग नमस्कार चलतु एबे आमे आ गोटे पाद आगो को नहीं आसले एबे राइट एठी कौन करबा आमे एंजल कर इनवॉक रे हम जीवन रे बहुत किछि असुविधा समस्या रो बाहर पारे हिलिंग माध्यम रे राइट तो आपण मानको एई हिलिंग पाठ्यक्रम रे आपण समस्त को मो तरफ रो बहुत बहुत स्वागत जे आपण आज गोटे स्टेप नेले आ गोटे नेक्स्ट लेवल को पहुंचले जो थे आम आम जीवन रे जेमती आपण आज पर्यंत समस्त मैजिक देखुले आउ कहार मैजिक देखिबेनी एथर निजे मैजिक करेंगे ओके तो यही चिंताधारा रखंतु सब अन्य उपरे डिपेंड करंतुनी एनिकी पाठ्यक्रम शिखिबे ताकू व्यवहार करेंगे बहुत लोग अच्छी पैसा अच्छी दे दौरान राइट अन्यर मैजिक देखा तुमको खुशी मिले किंतु आमे करबानी से काम राइट आमे से काम करबानी आमे निजे मैजिक करबा राइट से जो डिवाइन पावर अच्छे से डिवाइन पावर को आम हाथ रखा राइट कौन करबा निज जीवन को परिवर्तन करने सहित भी आमर आखपाखे लोक भी आम जीवन में परिवर्तन आने मुहर खुशी आने ओके तो मुझे कहबी जे यही चिंताधारा नहीं कि बसंतु टिल नाउ आज पर्यंत आपण कौन कले ମୁଁ ଆପଣଙ୍କୁ ଏମିତିକା ଷ୍ଟ୍ରକ୍ଚର ଦେଲି ଯେ ଆପଣଙ୍କର ଗୋଟେ କଣ ବେସ୍ ଷ୍ଟ୍ରଙ୍ଗ ହେଇଗଲା ଆପଣଙ୍କର ଗୋଟେ ପୁନାଦି କ୍ରିଏଟ ହେଇଗଲା ଓକେ ପୁନାଦି ଯିଏ ଯେତେ ଷ୍ଟ୍ରଙ୍ଗ କରିବ ରେଜଲ୍ଟ ସେ ସେତେ ପାଇବ ଓକେ ଏବେ କଣ କରାଯାଉଛି ଆଜିଠୁ ଆମେ ପୁନାଦି ଉପରେ ଘର କରିବା ଷ୍ଟାର୍ଟ କରିବା ଓକେ ଘର କଲା ପରେ କଣ କରିବା ପଡିବ ମୁଁ ତାପରେ କହିବି ଏବେ ଆମେ ଏକଦମ ସା ଯେତିକି ପୁନାଦି କରିଛେ ଏକଦମ ସେ ଘର ବନେଇଦବା ବଢିଆ ରାଇଟ ଯେତେ ପାରୁଛେ ବଢିଆ କି ବନେଇବା ଠିକ ଅଛି ୟେସ୍ ସମସ୍ତେ ଇୟରଫୋନ ଲଗେଇଛନ୍ତି କରନ୍ତୁ ଇୟରଫୋନ ନ କଲେ କାହିଁକି ନା ଏଥିରେ ଯୋଉ ପାଞ୍ଚଟି ମେଡିଟେସନ ପ୍ରତ୍ୟେକ ଦିନ ମୁଁ କରେଇବି ତାର ଟେଷ୍ଟ ନେଇପାରିବେନି ଏକ୍ଜାକ୍ଟଲି ଟେଷ୍ଟ ନେଇପାରିବେନି ଏତେ ସୁନ୍ଦର ଭାବରେ ତାକୁ ମୁଁ ଉପସ୍ଥାପନା କରୁଛି ମେଡିଟେସନ ଗୁଡାକ ପ୍ରତି ମୁମେଣ୍ଟରେ ମୁଁ ତାକୁ ଅନୁଭବ କରିକି ମୋ ଜୀବନର ଏକ୍ସପିରିଏନ୍ସକୁ ନେଇକିରି ସବୁ ବନେଇଛି ତ ମୁଁ କହିବି ଯଦି ଇୟରଫୋନ ଯଦି ଲଗେଇନାହାନ୍ତି ଲଗାନ୍ତୁ ଇୟରଫୋନରେ ଆପଣ ଆକ୍ଚୁଆଲି ତାକୁ ଫିଲ୍ କରିବେ ତା ସହିତ ଯାହାବି ଆଜି ମୁଁ ଆର୍କେଞ୍ଜେଲ ମାଇକେଲଙ୍କର ଆପଣଙ୍କର କଣ କରିବି ମେଡିଟେସନ କରାଇବି ରାଇଟ ବ୍ରହ୍ମ ମୁହୂର୍ତ୍ତ ଚାଲିଛି ଏବେ ବି ସରିନି ବ୍ରହ୍ମ ମୁହୂର୍ତ୍ତ ତା ପୂର୍ବରୁ ଆମେ ଷ୍ଟାର୍ଟ କରିଦବା ଆଜି ଯାହାବି ଆପଣଙ୍କ ପାଖରେ ଷ୍ଟ୍ରେସ୍ ଅଛି ଟେନସନ ଅଛି ଦେଇ ଦିଅନ୍ତୁ ମାଇକେଲ ସବୁ ଦେଇ ଦିଅନ୍ତୁ ସେ ଏକଦମ ସା ଭ୍ୟାକ୍ୟୁମ କ୍ଲିନର ରେ ପୁରା ସଫା କରିକି ନେଇଯିବେ ଆଜି ତେଣୁ ପୁରା ନିଜ ବଡିକୁ ରିଲାକ୍ସ କରିଦିଅନ୍ତୁ ଯାହା ବି ଷ୍ଟ୍ରେସ୍ ପଡୁଛି ଯାହା ବି ଦୁଃଖ ପଡୁଛି ଯାହା ବି ଟେନସନ ପଡୁଛି ଏକଦମ ସା ସେ ଟାଣିକି ନଉଛନ୍ତି ଅନୁଭବ କରିବେ ଯେତେବେଳେ ମାଇକେଲ ଆପଣଙ୍କର ରାଇଟ ମୁଣ୍ଡରୁ ଟାଣୁଛନ୍ତି ସିଏ ଆପଣ ଏକଦମ ସା ଫିଲ୍ କଲେ ସେଠି ଆପଣ ସେ କେମିକାଲ ଆପଣଙ୍କ ବ୍ରେନ କଣ କରିବ ପ୍ରଡ୍ୟୁସ କଲେ ସେଟା ଆପଣଙ୍କର ଏଣ୍ଟାର ଶରୀରରେ ସେ ସ୍ପ୍ରେଡ ହବ ସ୍ପ୍ରେଡ ହେଲେ ଆପଣ ମେହସୁସ କରିପାରିବେ ଏକଦମ ସେ ବଢିଆ ଠିକ ଅଛି ଯେତେ ସୁନ୍ଦର ଭାବରେ କରୁଛନ୍ତି କରନ୍ତୁ ଆ ଆଉ ଆମେ ଏମିତିକା ସମୟରେ ବି ମେଡିଟେସନ କରୁଛେ ଯୋଉ ସମୟରେ ବ୍ରହ୍ମ ମୁହୂର୍ତ୍ତ ଚାଲିଛି ସେ କଣ କରିଦବ ଏ ମେଡିଟେସନ ର ପାୱାର କୁ ମଲ୍ଟିପୁଲ କରିଦବ ରାଇଟ କରିବା ତାପରେ କଥା ହବା ଠିକ ଅଛି ଇଏ ରବି ନାରାୟଣ ଆପଣ ଗାଡିରେ ଏକଦମ ସେ ବଢିଆକି ବସନ୍ତୁ ଓକେ ଗାଡି ଷ୍ଟାର୍ଟ କରନ୍ତୁନି କିଏ ଡାକିଲେ ଓହ୍ଲନ୍ତୁନି ରାଇଟ ଗୋଟେ ଗାଡି ସାଇଡ କରିକି ଆରାମସେ ଏକଦମ ସେ ବସନ୍ତୁ ଡିଷ୍ଟର୍ବାନ୍ସ ହେବେନି ମେଡିଟେସନ କରିବା ଶିଖେଇଦେଲି ଆଉ ଯଦି କାହାର ବି ଡାଉଟ ଅଛି କୁହନ୍ତୁ ମୁଁ ଆପଣଙ୍କୁ ହେଲ୍ପ କରିବି ସେ କ୍ଷେତ୍ରରେ ଠିକ ଅଛି ୟେସ୍ ଆର୍କେଞ୍ଜେଲ ମାଇକେଲଙ୍କ ସହିତ ପୁଣି ଥରେ ଥ୍ୟାଙ୍କ ୟୁ କୁହନ୍ତୁ ଆର୍କେଞ୍ଜେଲ ମାଇକେଲଙ୍କୁ ନିଜ ପାପୁଲିକୁ ଘଷନ୍ତୁ
निज आखि उपरे रखंतु आउ किछि समय नहीं धीरे धीरे निज आखि को खोलंतु लॉट्स ऑफ ब्लेसिंग लॉट्स ऑफ ब्लेसिंग ब्लेसिंग ऑलवेज थैंक यू थैंक यू थैंक यू ओके रिलैक्स एतिकी तो मु डेड श्योर जो माने परफेक्ट कर पूरा हल्का एतिकी मु डेड श्योर की परफेक्ट कर जानिया दरकार चलो विचित्रा टू जीवा को अनम्यूट करो बहुत हल्का फील सुबह होनी बहुत हल्का फील पूरा बहुत शांत ହେଇଯାଇଛି ଆଉ ସ୍ପିକର ଫୋन ଟା ବହୁତ ଟିକେ हल्का ପାଖକୁ ଆଣ ସ୍ପିକର ଫୋନ ଟା ଟିକେ ପାଖକୁ ଆଣ ନା ବ୍ଲୁଟୁଥ ଲାଗିଛି ବ୍ଲୁଟୁଥ ଲଗେଇ ଦେଇଛି ହଉ ତ ମନ ପୁରା ବହୁତ ଶାନ୍ତ ହେଇଯାଇଛି ତ ତିନିଟା ଓରାରେ ପୁରା ପରିପୂର୍ଣ୍ଣ ଶରୀର ହେଇଯାଇଛି ତ କୌଣସି ପ୍ରକାର ନେଗେଟିଭ ଏଇ ତଳକୁ ଆସିପାରୁନି पूरा मन भी शांत एकदम पूरा एनर्जी भरपूर ସମସ୍ତଙ୍କୁ କେମିତି ବ୍ଲେସିଂ ଦେବା ପାଇଁ କିଛି କହୁଛି ସମସ୍ତଙ୍କର କାମ କେମିତି ସମସ୍ତଙ୍କୁ ହେଲ୍ପ କରିବା ପାଇଁ ଏଇ ମନ ଡାକୁଛି ଯାହା କିଛି ବି ଭଗବାନଙ୍କୁ ଡାକିଛି ସମସ୍ତଙ୍କୁ ବାଣ୍ଟିକି ସମସ୍ତଙ୍କର ମଙ୍ଗଳ କାମନାରେ ବି କାର୍ଯ୍ୟରେ ଆସ ଗୁଡ୍ ବହୁତ ବଢିଆ ଆଉ କିଏ ସେୟାର କରିବେ ନିଜ ଏକ୍ସପିରିଏନ୍ସ ମେଡିଟେସନ କୁହନ୍ତୁ ଯାହାକୁ ଭୋକ ଲାଗୁଛି ତାକୁ ହିଁ ପଚାରିବି ଯାହାକୁ ଖାଇବା ପାଇଁ ଇଚ୍ଛା ମୁଁ ତାକୁ ହିଁ କହିବି କିଏ ଏକ୍ସପିରିଏନ୍ସ ନେଇପାରିଲେନି ଦୁଷ୍ମନ୍ତ मी लिखि दियंतु जो माने एक्सप्लेन नहीं मी लिखि दियंतु ताकि मैं गोटे गोटे करी पचारि ओके दुष्मंत अनम्यूट करो कुआडे गला दुष्मंत दुष्मंत ओके अनम्यूट करो करो आउटे पाखु आसुन एते दूर रे कहीं बसछ नमस्कार सर चेहरा देखायनी तमे लाइट पटे बस लाइट रो अपोजिट रे बस जाइछ राइट हाउ ठीक है एथर हला ठीक है को नमस्कार सर हाँ नमस्कार बहुत पॉजिटिव फील होଉଛି सर ଆଉ ମତେ ତ ଫିଲ୍ ହେଲା ମାନେ ମୋ ପାଖରେ ଆସିକି ସେମାନେ ବହୁତ ଗୋଟେ ହେଭି ଲୋକ ମାନେ ବହୁତ ହେଭି ଗୋଟେ ଲୋକ ସେ ଆସିକି ମତେ ସେଟ୍ କରୁଛନ୍ତି ମତେ ସେଟ୍ କଲା ବେଳେ କ୍ରାଉନ ଚକ୍ରଟା ଟିକେ ସାର୍ କୁଣ୍ଡେଇ କୁଣ୍ଡେଇ ଟିକେ ଲାଗିଲା ତ ମତେ ସେଇ ଟାଇମରେ ଫିଲ୍ ହେଲା କି ଗୋଟେ ସେଟ୍ ହଉଛି ବୋଲି ତାପରେ ଯେତେବେଳେ ମେଡିଟେସନ ହେରା ସରିଲା ମୁଁ ନିଜେ ଫିଲ୍ କରୁଛି ଜଷ୍ଟ ଦି ଫୁଟ ଗୋଟେ ପଛକୁ ଘୁଞ୍ଚିଗଲେ ମାଇକେଲ ଆଞ୍ଜେଲ ତାପରେ ବ୍ଲେସିଂ ଦେଇକି ଗୋଟେ ବ୍ଲୁ କଲର ବିନ୍ଦୁ ଟାଇପ ର ହେଇକି ପଳେଇଲେ ସେତିକି ସାର୍ ମତେ ଫିଲ୍ ହେଲା ଆଉ ମତେ ବର୍ତ୍ତମାନ ଫିଲ୍ ହଉଛି ସାର୍ ହାଡ ଫାଡ ସାର୍ ଭାଙ୍ଗି ଦଉଛି ସାର୍ ଏତେ अरे ପଜିଟିଭ वाह चलो एंजॉय करो मु गोटे पर गोटे खाली टेस्ट देई चाहूची डेली खाली एंजॉय करो राइट चेष्टा करंतु मेडिटेशन समय रे जम्मा हाथ गोड़ हलांतुनी ମୁଁ ଦେଖୁଛି ପ୍ରମୋଦଙ୍କର ମଶା କାମୁଡିବା ଷ୍ଟାର୍ଟ ହେଇଗଲାଣି ସେଠି ଜବରଦସ୍ତ ମଶା ଗୁଡ ନାଇଟ୍ ଲୋକ ରାଇଟ ଆଉ ଆଉ ବିଭାସିନୀ ମ୍ୟାଡାମଙ୍କର ବି ଟିକେ ସମସ୍ୟା ରାଇଟ ନିରଞ୍ଜନ ସେଠି ବି ଟିକେ ହଲଚଲ ହଉଥିଲେ ରାଇଟ हलचल हेले कौन हबो जो रिदम रे आपण विजुअलाइजेशन करथिबे एकदम से ब्लॉक ହେଇଗଲା पुणी आउ थरे स्टार्ट करी कलाडू आपनकर समय नष्ट ହେଇଗଲା ଆପଣ जोटा एक्चुअली रियलिटी अनुभव करिया ପାଇଁ ଚାହୁଁଥିବେ ଦେଖିବା ପାଇଁ ଚାହୁଁଥିବେ ସେ ବ୍ଲକ୍ ହେଇଗଲା ପୁଣି ତାକୁ ଆଉ ଥରେ ଇମାଜିନ କଲାଠୁ ଆହୁରି କିଛି ମେଡିଟେସନ ଆମର ସରିଯାଇଥିବ ତେଣୁକରି ଏକଦମ ସେ ଏମିତିଆ ଜାଗାରେ ବସନ୍ତୁ ଯେମିତି ଆପଣଙ୍କୁ ଅନକମ୍ଫର୍ଟେବଲ ଫିଲ୍ ହଉନଥିବ ଗୋଡ ଉପରେ ପ୍ରେସର ପଡୁନଥିବ କାହିଁକିନା ତଳେ ଯଦି ଆମେ ବସି ଯାଇଥିବା ନିହାତି ପ୍ରେସର ପଡିବ
ଗୋଡ ଉପରକୁ ତଳକୁ କରିବା ଦ୍ୱାରା କଣ ନା ପୁରା ଏକଦମ ତାର ଟେଷ୍ଟ ହଜିଗଲା ଆପଣ। ଯେମିତି ତରକାରୀ ଯଦି ପୋଡିଗଲେ ଯେମିତି ଅସୁବିଧା ହେଇଗଲା, ଆଉ ଖାଇବା ପାଇଁ ସେ ପ୍ରଯୁଜ୍ୟ ନୁହଁ। ଆପଣ ଭାବନ୍ତୁ ଯଦି ଆପଣ ମେଡିଟେସନରେ ଯଦି ହାତ ଗୋଡ ଚାଲିଲା, ତାହେଲେ ମେଡିଟେସନ କିଛି ଲାଭ ହେଲାନି। ଏକଦମ ସେ ଆପଣ ରିଦିମ ଏକଦମ ସେ କଟିଗଲା। ଓକେ, ଚଲନ୍ତୁ ନେକ୍ସଟ ଯିବା। ବିଭାସିନୀ, ବିଭାସିନୀ ଅନମ୍ୟୁଟ କରନ୍ତୁ। ନମସ୍କାର ସାର୍, ଗୁଡ୍ ମର୍ଣ୍ଣିଂ। ନମସ୍କାର। 2 ମିନିଟ ଦି ମିନିଟ ନେଇକି କଥା ହବା, ଯିବା। ଓକେ, କୁହନ୍ତୁ କଣ ଏକ୍ସପିରିଏନ୍ସ ନେଲେ? ନା ଏକ୍ସପିରିଏନ୍ସ ତ ଠିକ ଅଛି, ଭଲ ଲାଗୁଥିଲା, କିନ୍ତୁ ମଝିରେ ମଝିରେ ଏଇ ମଶା କାମୁଡିବା ନେଇକି ଏପଟ ସେପଟ ଇଏ ହଉଥିଲା ଆଉ। ମଶା ଫ୍ୟାନ ଟା କାମୁଡିବା ଅଫ୍ ପାଇଁ ଆମେ କରିଦେଇଥିଲି ତ। ଯନ୍ତ୍ର ଲଗେଇବା, ମେସିନ ଲଗେଇଦବା। ଆଜ୍ଞା ଓକେ, ଆମ ମେଡିଟେସନ କୁ ଖରାପ ଆଜ୍ଞା, କରିବା। ଦେଖନ୍ତୁ ଏଇଟା ବ୍ରହ୍ମ ମୁହୂର୍ତ୍ତରେ ଆମେ ମେଡିଟେସନ କରୁଛେ, ବହୁତ ନିହାତି ପାୱାରଫୁଲ, ନିହାତି ବହୁତ ନିହାତି। ପାୱାରଫୁଲ। ତେଣୁକରି ସମୟଟାକୁ ହରାନ୍ତୁନି। ଆଉ ଆପଣ ଯୋଉ ଆଜ୍ଞା ଗ୍ରୁପ ରେ ସାର୍। କରୁଛନ୍ତି, ସେ ଆହୁରି ପାୱାରଫୁଲ କରିଦଉଛି ଆପଣଙ୍କ ମେଡିଟେସନ। ରାଇଟ, ଆପଣ ଆଜ୍ଞା ଏକୁଟିଆ ବସିଲେ କରିପାରିବେନି, ଏ ମଜା ନେଇପାରିବେନି, ମନେ ରଖିଥାନ୍ତୁ। ଯାହା ହଉଛି ଆଜ୍ଞା ହଉ, କ୍ଲାସ 4ଟା ପୂର୍ବରୁ ଆସିଯିବାର, 5ଟା ପୂର୍ବରୁ ଆସିକି ବସିଯିବାର ଅଛି, କାହିଁକି ନା ଗ୍ରୁପ ମେଡିଟେସନ ରେ ଜଏନ କରିବାର ଅଛି। ଠିକ ଅଛି। ଆଜ୍ଞା ଆଜ୍ଞା କାଲି ଦେଖିବେ ସେ ଗୁଡ ନାଇଟ ଫୁଡ ନାଇଟ ଲଗେଇ ବସିବେ, ସେମିତି ବସନ୍ତୁନି। ରାଇଟ। ଆଜ୍ଞା। ଓକେ, ସରୋଜିନୀ ଅନମ୍ୟୁଟ କର। ଆଜ୍ଞା ସାର୍, ବହୁତ ବଢିଆ ଲାଗିଲା ସାର୍। ଯେବେଠାରୁ କ୍ଲାସ କରିଛି ମୁଁ, ମାନେ ଯେତେବେଳେ ବି ମାନେ ଡେ ମାନେ ଫାଷ୍ଟ ରୁ ମାଇକେଲଙ୍କୁ ଯେତେବେଳେ ବି ମୁଁ ମାନେ ମନେ ପକଉଛି, ସାର୍ ଆପଣ ବିଲିଭ କରିବେନି, 777 ନମ୍ବର ହଠାତ୍ ମାନେ 2 ମିନିଟ କି ମାନେ 5 ମିନିଟ ଭିତରେ ମତେ 777 ନମ୍ବର ଗାଡି କୋଉ ଗାଡି ଗଲା କି କଣ ହେଲା, 777 ନମ୍ବର ଦେଖାଯାଉଛି। ଆଉ ଆଜି ଯୋଉ ମେଡିଟେସନ ଟା ଗଲି ସାର୍, ମାନେ ଏତେ ଇଏ ଲାଗୁଛି, ମାନେ ଫିଲ୍ ହଉଛି ମୁଁ ବସିଛି, ମୋ ଚାରିପଟ ସାରା ପୁରା ହ୍ୱାଇଟ ପିଙ୍କ, ତା ସହିତ ପର୍ପଲ କଲର, ପୁରା ମାନେ ଗୋଲ ଟାଇପ ର, ମାନେ ଯେମିତି କିଛି ବି ନେଗେଟିଭ ଏନର୍ଜି ମୋ ପାଖକୁ ଆସୁନି। ୟାକୁ ବହୁତ ଯେବେ ବି ବହୁତ ମେଡିଟେସନ କରିବେ, ଆପଣ ମାନେ ମନେ ରଖିଥାନ୍ତୁ, ଗୋଟେ ବେଲୁନ ଭିତରେ ଯେମିତି ନିଜେ ଠିଆ ହେଲେ ଯୋଉ ପ୍ରକାର ଅନୁଭବ ହବ, ସେଇ ପ୍ରକାର କର। ଇଏ ହେଲା ଗୋଟେ ପ୍ରୋଟେକ୍ସନ। ଆପଣ ବିଲିଭ କରିବେନି, 2 3 ଜଣ କେସ୍ ମୁଁ କହୁଛି। ଗୋଟେ ହେଲା ଆମର ବ୍ରହ୍ମପୁର ପଟେ ଜଗନ୍ନାଥ ପ୍ରସାଦର ଗୋଟେ ଅଛନ୍ତି, ସେ କି ମହାପାତ୍ର, ତାଙ୍କର ଆକ୍ସିଡେଣ୍ଟ ହେଲା। ରାଇଟ, ଏଣ୍ଟାର ସେ ଫ୍ୟାମିଲିକୁ ପ୍ରୋଟେକ୍ସନ ନେଇକି ଯାଇଥିଲେ। ପୁରୀରୁ ଆସିଲା ବେଳେ ଆକ୍ସିଡେଣ୍ଟ ହେଲା, ଡ୍ରାଇଭର ଡେଥ, ଡ୍ରାଇଭର ଏକଦମ ଡେଥ ହେଇଗଲା ଆକ୍ସିଡେଣ୍ଟରେ। ତା ୱାଇଫ ର ଫ୍ରେଣ୍ଡ ଯାଇଥିଲା, ତା ଆଖି ଫୁଟିଗଲା। କିନ୍ତୁ ଏମାନେ ହଜବେଣ୍ଡ ୱାଇଫ ଆଉ ତା ଝିଅର କିଛି ହେଇନି। ଆଉ ଜଣେ ଟିଚର, ଜଣେ ମୟୂରଭଞ୍ଜର, ପ୍ରୋଟେକ୍ସନ ସବୁବେଳେ ନେଇକି ଯାଏ। ସ୍କୁଲର ଆଜବେଷ୍ଟ ଖସିଗଲା। ରାଇଟ, ସମସ୍ତଙ୍କୁ ମାନେ ଯେତିକି ବି ଟିଚର ସେଠି ବସିଥିଲେ, ସମସ୍ତଙ୍କର ଖଣ୍ଡିଆ ଖାବରା ସବୁ ହେଇଛି, କିନ୍ତୁ ୟାର କିଛି ହେଇନି। ସେଇଟା ତ ତେଣୁକରି ସାର୍ ମୁଁ ମୁଁ ଫିଲ୍ କହିବି, କରିସାରିଲାଣି। ମାନେ ଯେତେବେଳେ ବି ଡ୍ରାଇଭ କରୁଛି, ମୁଁ ମାଇକେଲକୁ ମନ ଭିତରେ ଯେତେବେଳେ ଡାକୁଛି, ସାର୍ 5 ମିନିଟ ବି ହେଇନଥିବ, ମାନେ ଗାଡି ନମ୍ବର 777 ନମ୍ବର ଯେମିତି ହଉ ମୋ ସାମ୍ନାକୁ ଆସିବା କଥା ଆସୁଛି ସାର୍। ଆଚ୍ଛା। ଓକେ, ଚାଲ ଏନ୍ଜୟ କର, ଏନ୍ଜୟ କର। ଓକେ, ଗୋଟେ ନୂଆ ଜୀବନ ମିଳିଛି, ଏନ୍ଜୟ କର। ଗୁଡ୍। ଜ୍ୟୋତିରଞ୍ଜନ ଦାସ କୁଆଡେ ଗଲେ? ୟେସ୍, ଅନମ୍ୟୁଟ କରନ୍ତୁ। ସାର୍ ପ୍ରଣାମ ସାର୍। ନମସ୍କାର, କୁହନ୍ତୁ। ନାଇଁ ସାର୍, ବହୁତ ଭଲ ଲାଗିଲା। ମାନେ ପୁରା ହାଲକା ହେଇଗଲା, ମନଟା ପୁରା ଏକଦମ ପୁରା ହାଲକା ହେଇଗଲା ସାର୍। ଆଉ ଆଗ ମେଡିଟେସନ ଅପେକ୍ଷା ଏଇ ମେଡିଟେସନ ଟା ଆହୁରି ବହୁତ ଶାନ୍ତି ଦେଲା। ପୁରା ଏକଦମ ମାନସିକ ଶାନ୍ତି ସାର୍ ମିଳିଲା। ଆଉ ପାଖରେ ସତିକି ମାଇକେଲ ଆଞ୍ଜେଲଙ୍କୁ ପାଖରେ ପାଇଛୁ, ସେଇଭଳିଆ ସାର୍ ଅନୁଭବ, ବହୁତ କିଛି ଅନୁଭବ ହେଲା। ମତେ ତ ଲାଗୁଛି ଆପଣ କାଲି ଯୋଉ ମେଡିଟେସନ କରିବେ, ଆପଣ କାନ୍ଦିବେ। ତାମାନେ କହିବେ ନା, ମୁଁ ଆଜ୍ଞା ସାର୍। ଗାର୍ଡିଆନ ଏଞ୍ଜେଲକୁ ଛାଡିବା ପାଇଁ ଚାହୁଁନି, ସେ ମୋଠୁ ଦୂରେଇ ଯିବାକୁ ହବନି, ଏମିତି କହି କାନ୍ଦିବେ। ଆଜ୍ଞା ସାର୍। ରାଇଟ, ମୁଁ କହିବି ଆଜ୍ଞା ମେଡିଟେସନ ମିସ୍ କରିବେନି, ଏକଦମ ଏକ ସେ ବଢକର ଏକ ମେଡିଟେସନ। ରାଇଟ, ଖାଲି ଏନ୍ଜୟ ଆଜ୍ଞା। କରନ୍ତୁ, ଏନ୍ଜୟ କରନ୍ତୁ। ଚାଲନ୍ତୁ, ବହୁତ ବଢିଆ। ହୁଁ। ଓକେ, ସଞ୍ଜୀବ ବେହେରା, ସଞ୍ଜୀବ ବେହେରା, କୁହ କେମିତି ଅଛ? ଭଲ ଅଛି, ବହୁତ ଓକେ, ବଢିଆ ଅଛି। ଆପଣ ଆଶୀର୍ବାଦ ବହୁତ ଭଲ। ଚାଲ, ବହୁତ ସୁନ୍ଦର। କୁହ କେମିତି ଲାଗିଲା ଆଉ କଣ? ପୁରା
पूरा इलेक्ट्रिक बॉडी रे जमी चार्ज हुए ना सेमती ता गोटे चार्ज टाइप रो मो बॉडी रो स्टार्ट हे गला ना पाद ଆଚ୍ଛା पागुर मथा बोलने एपर्यंत पूरा बॉडी पूरा चार्ज रो अछि प्रत्येक ओके 11,000 वोल्टेज मो बॉडी पे प्रयोग कराई एमती सा लागु ओके जोटा आपण के भाबी पारे मु फील करछि ता मु पूरा फील करछि एमिति जे पूरा बॉडी पूरा चार्ज एपर्यंत सा पूरा चार्ज रो आ बहुत बढ़िया लागला कि ओके चलो एंजॉय करନ୍ତୁ ମେଡିଟେସନ ସବୁ ଦିଆଯିବ ସମସ୍ତେ ନିଜ ନିଜ ସୁବିଧା ଅନୁସାରେ ଯେତେବେଳେ ଚାହିଁବେ ସବୁ ମେଡିଟେସନ ଆପଣ କରିପାରିବେ ଆଉ ସମସ୍ୟା ରହିବନି ଓକେ ଏନ୍ଜୟ କରନ୍ତୁ ଥ୍ୟାଙ୍କ ୟୁ କ୍ଷୀରୋଦ କ୍ଷୀରୋଦ କୁଆଡେ ଗଲେ କ୍ଷୀରୋଦ ୟେସ୍ କ୍ଷୀରୋଦ ମହନ୍ତ ନା ମହାନ୍ତି ପୁରା ଲେଖି ନାହାନ୍ତି କୁହନ୍ତୁ ସାର୍ ଅନମ୍ୟୁଟ କରନ୍ତୁ ମହାନ୍ତ ସାର୍ ମହାନ୍ତ। ମହାନ୍ତ ଓକେ କୁହନ୍ତୁ ସାର୍ କଣ ଆପଣ ସାର୍ ଅନୁଭୂତି ରହିଲା ବହୁତ ସୁନ୍ଦର ସାର୍ ବହୁତ ସୁନ୍ଦର ଲାଗେ ସାର୍ ବହୁତ ସୁନ୍ଦର ବହୁତ ବଢିଆ ଲାଗିଲା ସାର୍। ଶୁଣନ୍ତୁ ସୁନ୍ଦର ତ ହେଲା ଠିକ ଅଛି ହ୍ୟାଲୋ ହଁ 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 ସାର୍ ଶୁଭା ଯାଉଛି ଆଜ୍ଞା ସାର୍ ଓକେ ଶୁଭା ଯାଉଛି ସାର୍। ସୁନ୍ଦରଟାକୁ ଆଉ ଟିକେ ଓପେନ କରନ୍ତୁ କଣ ସୁନ୍ଦର ସାର୍ ମେଡିଟେସନ ଟା ବହୁତ ବଢିଆ ଫିଲିଙ୍ଗସ୍ ଆସିଲା ରିଏଲାଇଜେସନ ଏଞ୍ଜେଲ ଆସିଲେ ସତରେ ମୋ ମୁଣ୍ଡରେ ପ୍ରବେଶ କରିଗଲେ ପୁରା ଏନର୍ଜେଟିକ ସବୁବେଳେ ହେଇଗଲେ ଯାହା ବି ନେଗେଟିଭିଟି ଥିଲା ସବୁ ଦେଇଦେଲେ ଏ- ଏକଦମ ସାର୍ ପୁରା ପଜିଟିଭ ହେଇଯାଇଛନ୍ତି ମାଇଣ୍ଡ ଏବେ ପଜିଟିଭ ସାର୍ ଶରୀର ହେଇଗଲି ବହୁତ ସୁନ୍ଦର ଭାବରେ ସାର୍ ଏନର୍ଜି ହେଇଗଲି। ଚାଲନ୍ତୁ ଏନ୍ଜୟ କରନ୍ତୁ ମୁଁ ଖାଲି ଏତିକି କହିବି ପକ୍କା ପକ୍କା ବନେଇକି ରଖିଛି ଖାଲି ଏନ୍ଜୟ କରନ୍ତୁ ମଜା ନିଅନ୍ତୁ ଓକେ ସୁଜିତ କୁଆଡେ ଗଲ ମଝିରେ ଡିସକନେକ୍ଟ ହେଇଗଲ ଟିକେ ନେଟୱାର୍କ ଇସୁ ହେଲା ସାର୍ ସେଇଥିପାଇଁ ଡିସକନେକ୍ଟ ହେଇଗଲେ ସାର୍ ନମସ୍କାର ହଁ ନମସ୍କାର କୁହ ଟିକେ ନେଟୱାର୍କ ଇସୁ ହେଲା ସାର୍ ସେଇଥିପାଇଁ ଡିସକନେକ୍ଟ ହେଲି ହଉ ଦଶ ଠିକ ମିନିଟ୍ ଅଛି ପାଇଁ ଚଳିବା ହବ କଣ କରିବା ନେଟୱାର୍କ ଉପରେ ଆଉ କାହା ହାତ ନାହିଁ ସେଥିପାଇଁ ମୁଁ କହୁଛି ଯୋଉଠି ନେଟୱାର୍କ ଷ୍ଟ୍ରଙ୍ଗ ଅଛି ସେଠିକି ବସିବା ଓକେ ଆଚ୍ଛା କାଲିଠୁ ହଁ କୁହ ତମ ଏକ୍ସପିରିଏନ୍ସ କୁହ ସାର୍ ମୁଁ ମାନେ ମୁଣ୍ଡ ଉପରେ ଗୋଟେ ମାନେ ଜୋରରେ ଗୋଟେ ଭାଇବ୍ରେଟ ହେଲା ଗୋଟେ ଚକ୍ରଟେ ପୁରା ଜୋରରେ ବୁଲିଲା ଭଳିଆ ମତେ ଲାଗିଲା ଆଉ ମୋ ବଡି ଟା ବହୁତ ଭାଇବ୍ରେଟ ହେଲା ସାର୍ ଆଚ୍ଛା ଭାଇବ୍ରେଟ ହେଲା ଆଉ ମୁଣ୍ଡଟା ମାନେ ଜୋରରେ ଏମିତି ଗୋଟେ କୋଉ ଜାଗାରେ ଗୋଟେ ବସିଛି ଯୋଉଟା ଜୋରରେ ଉଡୁଛି ମୋ ଚାରିଆଡେ ମାନେ ଦୁନିଆ ଟା ପୁରା ଘୁରୁଛି ମତେ ସେମିତି ଫିଲ୍ ହେଉଥିଲା ମୁଁ ହଠାତ୍ କେତେବେଳେ ମାନେ ଆଖିଟା ଡିପଲି ମାନେ ବହିଥିଲି କେତେବେଳେ ମୁଁ ମାନେ ଥରେ ଥରେ ମତେ ବହୁତ ଇଏ ଲାଗୁଥିଲା ମାନେ ଜୋରରେ ଘୁରିଲା ଭଳିଆ ମତେ ଲାଗୁଥିଲା ମାନେ ପୁରା ଓକେ ଦୁନିଆ ଟା ବୁଲୁଛି ମତେ ସେଟା ଫିଲ୍ ହଉଥିଲା ସାର୍ ଚାଲ ଠିକ ଅଛି ଏଇଟା କାହିଁକି ବୁଲୁଥିଲା କଣ ବୁଲୁଥିଲା ସବୁ ଜିନିଷ ଜାଣିପାରିବ ଯେତେବେଳେ ଚକ୍ର ଆଉ ଓରା ପାଠ୍ୟକ୍ରମ ପଢେଇବେ ସାର୍ ସେଇଥିରେ ସବୁ ଜିନିଷ ଡେସକ୍ରାଇବ କରେଇବି ସେଠି ଜାଣିପାରିବ କୋଉ ଜାଗାରେ କେମିତି କାହିଁ ବୁଲୁଥିଲା ରାଇଟ ଚାଲ ହଁ ଏନ୍ଜୟ କର ସବୁଦିନ ଓକେ ଥ୍ୟାଙ୍କ ୟୁ ୟେସ୍ ଗଗନ ଭୋଇ କୁଆଡେ ଗଲେ ଗଗନ ଭୋଇ କୁଆଡେ ଗଲେ ୟେସ୍ ୟେସ୍ ଅନମ୍ୟୁଟ କରନ୍ତୁ ସାର୍ ନମସ୍କାର ନମସ୍କାର କୁହନ୍ତୁ ପୁରା ହାଲକା ଲାଗିଲା ବଡି ପୁରା ଭଲ ଲାଗିଲା ଗୁଡ୍ ଦେଖନ୍ତୁ ଯୋଉମାନେ ପରଫେକ୍ଟ କରୁଥିବେ ନିହାତି ଭଲ ଲାଗିବ ଏଥିରେ କୌଣସି ନାଇଁ ସନ୍ଦେହ ଭଲ ନାହିଁ ଲାଗେ ବଟ୍ ଜିନିଷ କରୁଛି ଯିଏ ଯେତେ ଡିପଲି ତାକୁ ଅନୁଭବ କରିପାରିବେ ତାକୁ ଇମାଜିନେସନ କରିବେ ସେତେ ସୁନ୍ଦର ଆପଣଙ୍କ ବ୍ରେନ ଆପଣଙ୍କୁ ସେଇ ହରମୋନ କ୍ରିଏଟ କରିବ ଆଉ ଏଣ୍ଟାର ବଡିକୁ ସ୍ପ୍ରେଡ କରିବ ଯାହା ଦ୍ୱାରା କି କଣ ଆପଣଙ୍କ ଭିତରେ ଯୋଉ ନେଗେଟିଭିଟି ଯୋଉ ରହୁଛି ନା ଏଣ୍ଟାର ତାକୁ ନେଗେଟିଭ ବାହାର କରେଇବ ନେଗେଟିଭ ଆଉ ରହୁନି ପୁରା ପ୍ରାୟ ନେଗେଟିଭ ରହୁନି ପଜିଟିଭ ଏକାଥରେ ଦେଖନ୍ତୁ ରହୁଛି ଆପଣ ଯେତେ ଯାହା କହିଲେ ବି ଆମ ଶରୀରରେ ନେଗେଟିଭିଟି ରହୁଛି ସେଥିରେ ହଁ କୌଣସି ରହୁଛି ସନ୍ଦେହ ନାହିଁ କୌଣସି ସନ୍ଦେହ ନାହିଁ ଆମେ ତାକୁ ପିଓର କରିବା ପାଇଁ ବହୁତ ସାରା ମାଧ୍ୟମ ଅଛି ବହୁତ ସାରା ତେଣୁକରି ଆମେ ମନରେ କେତେ କଣ କଲେ ବି ଆମ ଶରୀରରେ ନେଗେଟିଭ ଥାଏ ଆମେ ଯୋଉଟା ଖାଉଛେ ପୁଣି ସିଏ କଣ ନେଗେଟିଭିଟି ହେଇକି ବାହାରୁଛି ନା ତେଣୁ ଶରୀର ଭିତରେ ସବୁବେଳେ ନେଗେଟିଭିଟି ଥାଏ ଆଉ ମନ ଭିତରେ ସବୁବେଳେ ନେଗେଟିଭ ବି ଆସିବ ଏଥିରେ କୌଣସି ସନ୍ଦେହ ନାହିଁ
ଜିନିଷ ହେଲା ଯେ ଆମେ ସେ ନେଗେଟିଭ ଜିନିଷଟାକୁ ଆମେ କେତେ ନଲେଜ ଅଛି ଯାଦ୍ୱାରା କି ଆମେ ତାକୁ ପରିବର୍ତ୍ତନ କରିପାରୁଛେ ପଜିଟିଭିଟି। ସେଟା ନିଜ ଉପରେ ଡିପେଣ୍ଡ କରୁଛି। ତେଣୁ ଶରୀର ଭିତରେ ଆମର ନେଗେଟିଭିଟି ରହିବ, ଆମକୁ ଖାଲି ପିଓର କରିବାର ଅଛି। ନିଜ ଚିନ୍ତାଧାରା ଯଦି କଣ୍ଡିସନ କରି ରଖିଛନ୍ତି, ପିଓର କରିବାର କୌଣସି ସମସ୍ୟା ଆସିବନି। ଓକେ, ଚଲନ୍ତୁ। थैंक यू। निरंजन सेठी अनम्यूट करंतु। नमस्कार पुओ हेजी सम कांग्रेचुलेशन आपनको राइट। एबे ଘରେ छोटा ସମସ୍ତେ निरंजन आसीगले कोन ତ ଘରେ ସମସ୍ତେ କୁଆ ମୈତ୍ର ଗହଳି ଅଛନ୍ତି ତ କୁଆଡେ କିଛି ସୁବିଧା ନାହିଁ। ମୁଁ ତଳକୁ ପଡୁଛି, ଗୋଡ ହାତ ଟିକେ ଝିମା ଖାଇଲା, ବୁଝିଲେ କି? ମତେ ଟିକେ ଡିଷ୍ଟର୍ବ ହେଇଗଲି। ନହେଲେ ଓଭରାଲ ଆପଣ ଯାହା ଯାହା ବି କଲେ ମୁଁ ଠିକ ସେ ଫିଲ୍ କରିଛି। ବହୁତ ବଢିଆ ଲାଗିଲା ଆଉ ପଜିଟିଭ ଅଛି, ଭଲ ଲାଗିଲା। ଭଲ ଲାଗିଲା। ଆଜ୍ଞା ମନରେ ଆସୁନି ତ ସାର୍ मेडिटेशन क्लास करू करू मेडिटेशन आसुनी तो? ନା 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 ସେମିତି ଆସୁନି। ଆମର ତ କାମ ହିଁ ସେ ମେଡିଟେସନ କଲେ ହିଁ ଆମେ ସକ୍ସେସ ହବା ଆଉ। ଦେଖନ୍ତୁ ସକ୍ସେସ ହେବା ପାଇଁ ଗୋଟିଏ ରାସ୍ତା, ପ୍ରଥମ ରାସ୍ତା ହେଲା ମେଡିଟେସନ। ଯୋଉ ପର୍ଯ୍ୟନ୍ତ ମନକୁ ଆପଣ କଣ୍ଟ୍ରୋଲ କରିବା ଶିଖି ନାହାନ୍ତି, ଆପଣଙ୍କ ଜୀବନରେ କୌଣସି ପରିବର୍ତ୍ତନ କରିପାରିବେନି। ଆପଣଙ୍କୁ ଭଗବାନ ଯଦି କୋଟିଏ ଟଙ୍କା ଆଣିକି ଦେଲେ ବି 2 ମିନିଟରେ ସେ ସରିଯିବ, ପଳେଇଯିବ ଆଜ୍ଞା କୁଆଡେ। ତେଣୁକରି ମେଡିଟେସନ ହେଲା ଆତ୍ମା। ଆତ୍ମା ଚାହୁଁଛି ମେଡିଟେସନ। ଆତ୍ମାକୁ ଯଦି ଆପଣ ଶାନ୍ତି କରିଦେଲେ, ଭାବନ୍ତୁ ଦୁନିଆରେ ସବୁ ଜାଗାରେ ସବୁ କାମରେ ଆପଣ ସକ୍ସେସ ହେବେ। କାହିଁକି ଏବେ ଆତ୍ମା ଅଛି ବୋଲି ଆପଣଙ୍କ ଜୀବନ ଅଛି। ଆତ୍ମା ଚାଲିଗଲା ଆପଣଙ୍କ ଜୀବନ ପଳେଇଯିବ। ତାମାନେ କଣ କରିବାକୁ ପଡିବ? ଆତ୍ମା ବହୁତ ପାୱାରଫୁଲ। ତାକୁ ଯଦି ଆପଣ ଖାଲି ଆକ୍ଟିଭ କରିକି ରଖିବେ, ତାକୁ ଚାର୍ଜ କରିକି ରଖିବେ, ତାର ଖାଇବା ତାକୁ ଯଦି ଦେବେ, ସିଏ ଆପଣଙ୍କ ଜୀବନକୁ କୋଉଠି ନା କୋଉଠି ନେଇ ପହଞ୍ଚିବ। ସିଓର ସାର୍ ବହୁତ ସିଓର। ଲୋକ ଅଛନ୍ତି, ବହୁତ ଲୋକ ଅଛନ୍ତି, ଉଦାହରଣ ବହୁତ ଲୋକ। ତେଣୁକରି କାହା ଉଦାହରଣ ମୁଁ ଦେବା ପାଇଁ ଚାହିଁବି, କିନ୍ତୁ ଲମ୍ବା ଲିଷ୍ଟ ବାହାରିବ, ସରିବନି ଲିଷ୍ଟ। ତ ମୁଁ କହିବି ମୋ କ୍ଲାସ ମାନେ ମେଡିଟେସନ। ପ୍ରଥମ ହେଲା କ୍ଲାସ ମାନେ ମେଡିଟେସନ। ଓକେ, ଏନ୍ଜୟ କରନ୍ତୁ। ଓକେ, ନେକ୍ସଟ ପ୍ରମୋଦ କୁମାର, ତମେ ତ ଡିଷ୍ଟର୍ବ ହେଇଛ, କୁହ। ହଁ ସାର୍ ମଶା ପାଇଁ ବୋଲି ଡିଷ୍ଟରବାନ୍ସ ହଉଛି। ଆଉ ଥରେ ପ୍ରୋବ୍ଲେମ କଣ, ମୋର ବ୍ୟାକ୍ ପେନ୍ କନଷ୍ଟାଣ୍ଟ। କୋଉଠି ମୁଁ 10 ମିନିଟ 15 ମିନିଟ ବସିଗଲେ ମୁଁ ଆଉ ବସି ପାରିବିନି, ଯେମିତି ହେଲେ ମତେ ହଲିବା ପାଇଁ ପଡିବ। ସେ ଆଚ୍ଛା, ଗୋଡ ପେନ୍ ବାହାରିଯିବ, ବ୍ୟାକ୍ ପେନ୍ ବାହାରିଯିବ। ତ ଅଧା ଅଧା ଘଣ୍ଟା ବସିଲା ବେଳେ କନଷ୍ଟାଣ୍ଟ। ତଳେ ବସଛ, ତଳେ ବସଛ? ଖଟିଆ ଉପରେ ବସିଛି। ତାହେଲେ ଖାଲି ଚେୟାର ଉପରେ ବସ, ଯେମିତି ମାନେ ଗୋଟେ ସପୋର୍ଟ ରହିବ ପଛପଟୁ। ଓକେ ଓକେ। ସପୋର୍ଟ ନେଇକିରି ବସ। ନାଇଁ ଯଦି ପାରୁଛ ଶୋଇକି ମେଡିଟେସନ ବି କରିପାରିବେ, କିନ୍ତୁ ଆୱାରନେସ ମାନେ ନିଜକୁ ଆକ୍ଟିଭ କରିକି ରଖିବେ, ନହେଲେ ନିଦ ଓକେ ପଳେଇ ଓକେ। ଆସିବ। ନା 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 ନା, ସେଇଟା ହିଁ ବେଟର ରହିବ ସାର୍। ଶୋଇପାର, ଅଧା କିଛି ଘଣ୍ଟା। ଅସୁବିଧା ନାହିଁ। କିନ୍ତୁ ସମସ୍ୟା କଣ, ବ୍ରେନ ଜାଣିଛି ମୁଁ ଯଦି ଶୋଇଲି ମାନେ ମତେ ଶୋଇବାର ଅଛି। ସେ ଭାବିବନି ଯେ ମୁଁ ମେଡିଟେସନ କରିବି, ସେ ଏକଦମ ସେ ନିଦ ଆଣିବ ଭାରି। ତେଣୁ ତାକୁ ଜାଗ୍ରତ, ସେଥିପାଇଁ ନିଦ ଦିନ ହବା ଦରକାର ହେଲା। ଓକେ ଓକେ। ଠିକ ଅଛି, ହଉ ଚଲନ୍ତୁ। ନେକ୍ସଟ ଲକ୍ଷ୍ମୀ ଚରଣ ପଣ୍ଡା ସାର୍, କୁଆଡେ ଗଲେ? ସାର୍ କୁହନ୍ତୁ, ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର। ୟେସ୍ ସାର୍ ନମସ୍କାର, କୁହନ୍ତୁ। ଭଲ ଲାଗିଲା ସାର୍, ଗୋଟେ କବଚ ଭିତରେ ନିଜକୁ ରଖିଲା ପରି ଲାଗିଲା। ଏ କବଚ ସେଫ୍ ଆପଣ ଆଣ୍ଡ କରିକିରି ସିକ୍ୟୁର। ରଖନ୍ତୁ। କେହି ନେଗେଟିଭ ଲୋକ ଆପଣଙ୍କୁ ଟଚ କରିପାରିବେନି, କେହି କହିଲେ ବି ଆପଣଙ୍କୁ ତାଙ୍କର ଅସର ପଡିବନି, ରାଇଟ। କୌଣସି ପ୍ରକାର ସମସ୍ୟା ବି ଥିବ ନା, ସେ ସମସ୍ୟା ବି ଦୂର ହେଇଯିବ। ଜଷ୍ଟ ଗୋଟେ ଲାଇଟ୍ ହାତରୁ ଆସିଲା ପରି ମତେ ଲାଗୁଛି। ହୁଁ ହୁଁ ହୁଁ। ମାନେ ନିଜର ଶରୀର ଉପରେ ପଡୁଛି, ତାପରେ ଅଟୋମେଟିକ ପାଦ ଆଡେ ଆସୁଛି। ଆଚ୍ଛା। एकदम से बढ़िया की कले। ଆଜ୍ଞା ଆଜ୍ଞା। चलो सर एंजॉय करନ୍ତୁ। यस ओके, लास्ट डॉक्टर कविता अनम्यूट करନ୍ତୁ। सुप्रभात सार। नमस्कार। निद भांगी पड़ला?
ନିଦ ଆଗରୁ ଭାଙ୍ଗି ଯାଇଛି। 7ଟା ନହେଲେ ନିଦ ଭାଙ୍ଗୁନଥିଲା। କଲ୍ ଯାଇଥିଲା। ହଁ କଲ୍ ଆସିଥିଲା 4:10। ଖୁସି ଲାଗୁଛି ଯେ କଲ୍ ଆସୁଛି ଆମକୁ କ୍ଲାସରେ ବସିବା ପାଇଁ। ହଁ ରାଇଟ୍, ଦେଖନ୍ତୁ ସବୁ ମୋ ଏଣ୍ଡରୁ ଯେତିକି ହବ ମୁଁ କରିଦଉଛି, ବାକି ତାପରେ ଆପଣଙ୍କର କାମ। ମୁଁ କୋଉଠି କମି ରଖୁନି ଯେ ପରେ ମତେ ଯେ ମୁଁ କୋଉଠି ମୁଁ ଭୁଲ କଲା ଭଳିଆ ମୁଁ ଅନୁଭବ କେବେ ନ କରିବି। ରାଇଟ୍, କୁହନ୍ତୁ କେମିତି ଏନ୍ଜୟ କଲେ? ସାର୍ ଠିକ ତାମାନେ ଏନ୍ଜୟ କରୁଥିଲି, ଠିକ କରୁଥିଲି, କିନ୍ତୁ ଶେଷ ସମୟରେ ପାଦଟା ଝିମ୍ ଝିମ୍ ହେଇଗଲା, ତ ସେଥିପାଇଁ ଟିକେ ଡିଷ୍ଟର୍ବ ହେଲି ଲାଷ୍ଟ ସମୟରେ ଟା, କିନ୍ତୁ ସବୁ ଗୁଡାକ ଠିକରେ କରିଛି। ଖୁସି ଲାଗୁଛି ମେଡିଟେସନ କଲା ଖୁସି ବେଳେ। ଲାଗୁଛି, ନିଜକୁ ଲାଗିଲା ଯେମିତି ସେଇ ଟାଇମରେ ସୁରକ୍ଷା ବଳୟ ଭିତରେ ମୁଁ ଯେମିତି ଅଛି, ସେ ଆଚ୍ଛା। ଯେମିତି ବୁଲେଇ ଦଉଛନ୍ତି ଏବଂ ସୁରକ୍ଷା ବଳୟ ଭିତରେ ମୁଁ ଅଛି। चलो बहुत बढ़िया, बस चलो बहुत सुंदर। ସମସ୍ତଙ୍କୁ କଲ୍ ଆସିଥିଲା ରାତିରେ 4ଟା ରାତିରେ? यस, ओके चलो। କିଛି ଲୋକ ତ କହିଲେଣି ସାର୍ ଆମକୁ ସିକ୍ରେଟ ଏଞ୍ଜେଲ ଥେରାପି 6 ଦିନ ଯୋଉ କ୍ଲାସ କଲେ ନା, ଆଉ ଏକଦମ 4ଟା ହେଲେ ନିଦ ଭାଙ୍ଗି ଯାଉଛି। ରାଇଟ୍, ଏଇଟା ଗୋଟେ ହାବିଟ ହେଇଯାଏ। କଣ ହୁଏ ନା, ମାଇଣ୍ଡ କୁ ଯେତେବେଳେ ଗୋଟେ କାମ ଡେଲି 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 ଏକଦମ ସେ ଗୋଟେ ରୁଟିନ ହେଇଯାଏ, ସେ ଅଟୋମେଟିକ ମାଇଣ୍ଡ ଆପଣଙ୍କୁ ସେଇ ଥ୍ରେଡରେ ପକେଇଦବ, ଆପଣଙ୍କୁ ଆଉ କିଛି ଏଫର୍ଟ ଦେବାକୁ ପଡିବ। ରାଇଟ୍, ମେ ବି ସେଟା ଆପଣଙ୍କ ଯାହାର ଏଇ ପ୍ରକ୍ରିୟା ଏଇ ଏକ୍ସପିରିଏନ୍ସ ନେଇ ପାରୁଛନ୍ତି, ସକାଳୁ ସବୁଦିନ ଉଠିବା ଭାବେ ଷ୍ଟାର୍ଟ କରି ପାରୁଛନ୍ତି, ମୁଁ କହିବି ଯେ ମାଇଣ୍ଡ କୁ ଏଇ ପ୍ରକାର ସଜେସନ ଦେଇକିରି ଆମେ କିଛି ବି କରିପାରିବା। ଆମେ ଯୋଉଟା ଭାବୁଛେ ଆମ ଦ୍ୱାରା ହେଇପାରୁନି, ଆମେ କରିପାରିବାନି, କି ଏଇଟା କଷ୍ଟ ହଉଛି, ଖାଲି ଆପଣ ଟ୍ରାଏ କରନ୍ତୁ। ଦିନେ 2 ଦିନ 3 ଦିନ 4 ଦିନ 5 ଦିନ 7 ଦିନ କରନ୍ତୁ। ଗୋଟେ ଆପଣ ତାକୁ ଟ୍ରାକ୍ ଦେଇଦେବେ ମାଇଣ୍ଡକୁ, ସେ ଅଟୋମେଟିକ ଆପଣଙ୍କୁ ଉଠେଇଦବ, ଆଉ ଆଲାରାମ ଦେବାକୁ ପଡିବ। 4ଟା ହେଇଗଲେ ଅଟୋମେଟିକ ଆପଣ ନିଦ ଭାଙ୍ଗିବ। ରାଇଟ୍, ଓକେ। କିଏ କିଏ ସବୁ ଟେରୋ କାର୍ଡ ନେଇକି ଆସିଛନ୍ତି ଏଠି, ମାନେ ଅନଲାଇନ ବୁକ୍ କରିଦେଇଛନ୍ତି? ମି ଲେଖିଲେ? କେତେ ଜଣ ଲେଖି ଆଣିଛନ୍ତି? ମି ଲେଖନ୍ତୁ। ଟେରୋ କାର୍ଡ କିଏ କିଏ ସବୁ ଆଣିଛନ୍ତି?